53 কেজি গঞ্জেই সহ পিকअप গাড়ি জবত, অভিযুক্ত ফেরার। বলাঙ্গীর জিলা পাটনাগড় পুলিশ বেআইন গঞ্জেই কারবার বিরোধে এক বড় সফলতা হাসল করেছি। চড়াও সময়ের প্রায় 53 কিলোগ্রাম গঞ্জেই সহ এক পিকअप ভ্যানকু জবত করেছি। বিশ্বস্ত সূত্রରୁ সূচনা পাই বଲାଙ୍ଗୀର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପାଟନାଗଡ଼ ଥାନା ପୁଲିସ କୁଆବାଉସ ଗ୍ରାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ ପିକଅପ୍ ଗାଡ଼ିରୁ ପ୍ରାୟ 53 କେଜି ଗଞ୍ଜେଇ ଜବତ କରିବା ସହ ଗାଡ଼ିଟିକୁ ମଧ୍ୟ ଜବତ କରିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବା ସମ୍ଭବ ହୋଇନଥିଲା। ଜବତ ଗଞ୍ଜେଇ ଓ ପିକଅପ୍ ଭ୍ୟାନ୍କୁ ଥାନାକୁ ଆଣି ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ସୂଚନାରେ କୁହାଯାଇଛି। ଏହି ଘଟଣାରେ ପାଟନାଗଡ଼ ଥାନାରେ NDPS ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା କୁହାଯାଉଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଥିବା ବେଳେ ସମଗ୍ର ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପାଟନାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତିଆ ସୂଚନା ଦେଇଛନ୍ତି। ପାଟନାଗଡ଼ରୁ ଅଶୋକ କୁମାର ବାଗଙ୍କ ରିପୋର୍ଟ, କୋଶଳ ପ୍ରବାହ।